ଯେ ପ୍ରଧାନମନ୍ତ୍ରୀ ଯେଉଁ ଘୋଷଣା କରିଥିଲେ ଯେଉଁଟା ଆଶା କରାହେଉଥିଲା ସେଟା ତ୍ୱରାନ୍ୱିତ ହେବାର ଗୋଟେ ବଡ଼ କାରଣ ହେଲା ନା ଆମେରିକା ଭାରତୀୟ ଦ୍ରବ୍ୟ ଉପରେ ଯେଉଁଟା ଆମେରିକାକୁ ଯାଉଥିବା ରପ୍ତାନି ଦ୍ରବ୍ୟ ଉପରେ ଯେଭଳି ଭାବରେ ତାରିଫ ବସେଇ ଚାଲିଲା। ପ୍ରଥମେ 25 ତାପରେ ପେନାଲ୍ଟି ଆଉ 25 କାହିଁକିନା ରଷିଆରୁ ଆପଣ ତେଲ କିଣୁଛନ୍ତି ଏ 50 ହେଇଗଲା। ଏ 50 ଦାଗ ହେଇଯିବା ଫଳରେ ଭାରତରୁ ଆମେରିକାକୁ ରପ୍ତାନି ହେଉଥିବା ଅଧିକାଂଶ ପଦାର୍ଥ ବିଶେଷ ଭାବରେ ଟେକ୍ସଟାଇଲ ଲେଦର ଏବଂ ଚିଙ୍ଗୁଡ଼ି ଇତ୍ୟାଦି ଉପରେ ବିଭିନ୍ନ ସେକ୍ଟର ଉପରେ ଗୋଟେ ବଡ଼ ସ୍ମଲ୍ ମିଡ଼ିୟମ୍ ସେକ୍ଟର ଯେଉଁମାନେ ପଠାଉଥିଲେ କ୍ଷତିଗ୍ରସ୍ତ ହେଲା। ଆମେରିକା ହେଉଛି ଏଭଳି ଗୋଟିଏ ରାଷ୍ଟ୍ର ଯାହା ସହିତ ବାଣିଜ୍ୟରେ ଭାରତର ଗୋଟାଏ ବଡ଼ ଧରଣର ସରପ୍ଲସ୍ ଥିଲା। ଭାରତ ସେ ଦେଶର ଆମେରିକା ସହିତ ବାଣିଜ୍ୟ କରିକି ଭାରତର ସରପ୍ଲସ୍ ଥିଲା। ଭାରତର ଯେତିକି ପରିମାଣରେ ସରପ୍ଲସ୍ ଆମେରିକାରୁ ହେଉଥିଲା ପ୍ରାୟ ସେହି ପରିମାଣ ନିଅଣ୍ଟ ଚୀନ ସହିତ ତ ବାଣିଜ୍ୟ ଆମର ବଢ଼ିଛି କିନ୍ତୁ ଚୀନ ସହିତ ସେତିକି ନିଅଣ୍ଟ। କିନ୍ତୁ ଆମେରିକା ଗୋଟେ ସରପ୍ଲସ୍ ଆମକୁ ଯୋଉଥିଲା ବାଣିଜ୍ୟରେ କିନ୍ତୁ ଆମେରିକା ଯେଉଁ ତାରିଫ କରିଦେଲା ସେତେବେଳେ ଭାରତବର୍ଷର ଏଇ ଯେଉଁ ସେକ୍ଟରରେ ଟେକ୍ସଟାଇଲ ହୁଅନ୍ତୁ ଲେଦର ସେକ୍ଟର କୁହନ୍ତୁ ସ୍ମଲ୍ ଆଣ୍ଡ ମିଡ଼ିୟମ୍ ସେକ୍ଟରରେ ହୁଅନ୍ତୁ କାରିଗରୀ କ୍ରାଫ୍ଟ ହୁଅନ୍ତୁ ବହୁ ସେକ୍ଟରରେ ଯେଉଁମାନେ ଆମେ ଜୁଏଲାରୀ କୁହନ୍ତୁ ଏଇ ଯେଉଁ କ୍ଷେତ୍ରରେ ଡାଇମଣ୍ଡ ସେକ୍ଟରରେ କୁହନ୍ତୁ ଭାରତ ଯେଉଁ ରପ୍ତାନି କରୁଥିଲା ସେ ଆଉ ହେଇପାରେ 50% ତାରିଫ ଏ ଦବ ନେବ କିଏ ସେଠି କେହି ନେବେନି। ତେଣୁ ଏ ସେକ୍ଟରରେ କାମ କରୁଥିବା ଲକ୍ଷ ଲକ୍ଷ ଲୋକ ବେକାର ହେଇଯିବାର ଆଶଙ୍କା ଦେଖାଲେ ବେକାର ହେଇଯିବେ। ଓଡ଼ିଶାରେ ଯେମିତି ଚିଙ୍ଗୁଡ଼ି ଶିଳ୍ପ ଆପଣ ଜାଣିଛନ୍ତି ଓଡ଼ିଶା ଗୋଟିଏ ରାଜ୍ୟ ସାରା ଭାରତବର୍ଷ ଚିଙ୍ଗୁଡ଼ି ଶିଳ୍ପ ଏତେ ବାଧାପ୍ରାପ୍ତ ହେଉଛି। ଓଡ଼ିଶାରୁ ପ୍ରାୟ 5000 କୋଟିର ଚିଙ୍ଗୁଡ଼ି ରପ୍ତାନି ହୁଏ ଆଉ ସେଗୁଡ଼ାକ ମୋଷ୍ଟଲି ଆମେରିକାକୁ ହୁଏ ଏବଂ ଚିଙ୍ଗୁଡ଼ି ଶିଳ୍ପରେ ଓଡ଼ିଶାରେ ପ୍ରାୟ 10 ଲକ୍ଷରୁ ଅଧିକ ଶ୍ରମିକ ନିଯୁକ୍ତ ଅଛନ୍ତି ଏବଂ କିଏ ସେମାନେ ଗରିବ ଲୋକମାନେ ମହିଳାମାନେ। ବର୍ତ୍ତମାନ ସେ ସେକ୍ଟର ବନ୍ଦ ହେଇଯିବା ଉପରେ ବସିଲା ସେଠି ଟେକ୍ସଟାଇଲ ସେକ୍ଟର ବନ୍ଦ ହେଇଗଲା କୋଟି କୋଟି ଶ୍ରମିକ ବେକାର ହେଇଯିବେ ଜୁଏଲାରୀ। ଏଇ ଯେଉଁ ଆଶଙ୍କା ଦେଖାଦେଲା ଯେ ଭାରତବର୍ଷର ଅର୍ଥନୀତି ଉପରେ ଆଉ ଗୋଟେ ପ୍ରଭାବ ପଡ଼ିବ। ଏହି ସମୟରେ ଭାରତବର୍ଷର ଅର୍ଥନୀତିକି ବଢ଼େଇବାକୁ ହେଲେ ଆର୍ଥିକ ପ୍ରଗତିକି ବଢ଼େଇବାକୁ ହେଲେ କ'ଣ ଦରକାର ଦେଖାଗଲା ଦେଶ ଭିତରେ କନଜମ୍ପସନ୍ ଦେଶ ଭିତରେ ଡିମାଣ୍ଡ ବଢ଼ିବାକୁ ପଡ଼ିବ। ଦେଶ ଭିତରେ ଡିମାଣ୍ଡ ବଢ଼ିବାକୁ ପଡ଼ିବ ତାହେଲେ ଦେଶର ଯେଉଁ ଶିଳ୍ପପତିମାନେ ଯେଉଁମାନେ ଭାବୁଛନ୍ତି ଯେ ଅସୁବିଧା ହେଇଗଲା ଆଉ ପ୍ରଡକ୍ସନ୍ କରିହେବନି କ'ଣ ହେବ ବେକାର ହେଇଯିବେ ଶ୍ରମିକମାନେ ସେ ଚିନ୍ତା ଯିବ ଯଦି ଦେଶ ଭିତରେ ଆମେ କୌଣସି ପ୍ରକାର ଡିମାଣ୍ଡ ବୃଦ୍ଧି କରିପାରିବା କନଜମ୍ପସନ୍ ଲୋକମାନଙ୍କର ବଢ଼ିବ ତାହେଲେ ଏଠି ମଧ୍ୟ ଇଣ୍ଡଷ୍ଟ୍ରିମାନେ ଅଧିକ ଉତ୍ପାଦନ କରିବେ ଏବଂ ସେମାନଙ୍କ ଭିତରେ ଉତ୍ପାଦନ କଲେ ଶିଳ୍ପ ପ୍ରତିଷ୍ଠା କରିବେ ଶ୍ରମିକ ନିଯୁକ୍ତି ପାଇବେ। ଏଇ ଯେଉଁ ଶ୍ରମିକ ଏତେ ସଂଖ୍ୟାରେ ବେକାର ହେଇଯିବାର ଆଶଙ୍କା ଦେଖାଇଛି ଅନ୍ୟ କ୍ଷେତ୍ରରେ ମଧ୍ୟ ଶ୍ରମିକ ନିଯୁକ୍ତି ହେବ ଏହି ଆଶା କରିକି ଏଇ ସମ୍ଭାବନାରେ ବହୁତ କେନ୍ଦ୍ର ସରକାର ନିଷ୍ପତ୍ତି କଲେ ଜିଏସ୍ଟି ମଧ୍ୟ ପ୍ରକୃତରେ ବହୁତ ଜୋରରେ ଯେଉଁ 8 ବର୍ଷ ଧରିକି ଆମେ ଦେଖିଛେ ଅନେକ କ୍ଷେତ୍ର ଉପରେ ଏପରି ଭାବରେ ଜିଏସ୍ଟି କରାଇ ଯେଉଁଥିରେ କି ସାଧାରଣ ଲୋକ ମଧ୍ୟବିତ୍ତ ପରିବାର ସମସ୍ତେ କ୍ଷତିଗ୍ରସ୍ତ ହେଉଥିଲେ। ଏପରିକି ବୀମା ଏପରିକି ଯେଉଁ ସ୍ୱାସ୍ଥ୍ୟ ବୀମା ତା ଉପରେ ମଧ୍ୟ ଜିଏସ୍ଟିର ଯେଉଁ ବୋଝ ଥିଲା ଏସବୁ ଲାଘବ କରିବାର ଆବଶ୍ୟକତା ଥିଲା। ପ୍ରଧାନମନ୍ତ୍ରୀ କହିଲା ପରେ ମୁଁ ଭାବୁଛି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଖୁବ୍ ଜୋରସୋରରେ କଲେ। ରାଜ୍ୟମାନେ ମଧ୍ୟ ରାଜ୍ୟମାନେ ଏଇ ସାରା ଚାହିଁଲେ ଯେ ଖାଉଟି ସୁବିଧା ପାଆନ୍ତୁ କାରଣ ଖାଉଟିଙ୍କ ଉପରେ ବହୁତ ଅଧିକା ବୋଝ ହେଉଛି ଗରିବ ଲୋକ ଉପରେ ମଧ୍ୟବିତ୍ତ ଶ୍ରେଣୀ ଉପରେ ଏ କଥା ବରାବର କୁହାହେଉଥିଲା। ତେଣୁ ଜିଏସ୍ଟି କାଉନସିଲ୍ ମିଟିଂରେ ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୋଟେ ନିଷ୍ପତ୍ତି ବଡ଼ ଧରଣର ସଂସ୍କାର ନେଲେ ଯେଉଁ ଫଳରେ ଆପଣ ଦେଖିବେ ଯେଉଁ 4ଟା ସ୍ଲାବ୍ ଥିଲା 4ଟା କ'ଣ 5ଟା ସ୍ଲାବ୍ ଥିଲା ତାକୁ କମେଇକି 2ଟାକୁ ନେଇ ଆସିଲେ ଆଉ ଗୋଟିଏ ତଥାପି ରଖିଲେ ଗୋଟେ 40% ସ୍ଲାବ୍ କରିଛନ୍ତି ଯେଉଁଟା ସିନ୍ ଗୁଡ୍ ଯେଉଁଗୁଡ଼ାକ ତମାକୁ ଏଇ ଯେଉଁ ଦ୍ରବ୍ୟ ବା ବିଳାସ ସାମଗ୍ରୀ ବିଳାସ ଗାଡ଼ି ୟାକୁ କରିଛନ୍ତି ଗୋଟିଏ କିନ୍ତୁ ମୁଖ୍ୟତଃ କରିଦେଲେ 5% 18% ଯେଉଁ 12% ସ୍ଲାବକୁ ଉଠେଇ ଦେଲେ ଇଭିନ୍ 28% ସ୍ଲାବଟାକୁ ମଧ୍ୟ ଏବଂ ଅନେକ ପଦାର୍ଥର ଅନେକ ଖାଉଟି ପଦାର୍ଥ ଦୈନନ୍ଦିନ ଖାଉଟି ପଦାର୍ଥ ଖାଇବା ତେଲଠୁ ଆରମ୍ଭ କରିକି
বা ଅନ୍ୟାନ୍ୟ ଯେଉଁ ବିସ୍କୁଟ୍ଠୁ ଆରମ୍ଭ କରି ଅନ୍ୟାନ୍ୟ ଜିନିଷ ଟୁଥବ୍ରସ୍ଠୁ ଆରମ୍ଭ କରି ଅନ୍ୟାନ୍ୟ ବହୁତ ପଦାର୍ଥ ଉପରେ ଯେଉଁଟା ମଣିଷ ଦୈନନ୍ଦିନ ବ୍ୟବହାର କରୁଛି ତାପରେ ଟିକସକୁ 5% ନେଇ ଆସିବା ଏବଂ ବହୁତ ସେକ୍ଟର ଉପରେ ଏପରିକି ଜୀବନ ରକ୍ଷା କରୁଥିବା ଔଷଧ ଗୁଡ଼ିକ ଉପରେ ମଧ୍ୟ ଟିକସ ହାର କମାଇଦେବା କେତେକ ଅତ୍ୟନ୍ତ ଯେଉଁଗୁଡ଼ାକ ଜୀବନ ରକ୍ଷାକାରୀ ଔଷଧ ତାପରେ ଏକଦମ ଟିକସମୁକ୍ତ କରିଦେବା ଅନେକ ପଦାର୍ଥ ଉପରୁ ପୁରାପୁରି ଟିକସମୁକ୍ତ ଯେଉଁଟା ଛୋଟ ପିଲାମାନଙ୍କର ଦରକାର ରବର ପେନସିଲ୍ ଏଇସବୁ ଜିନିଷ ଉପରୁ ତା ଛଡ଼ା ଅନେକ ପଦାର୍ଥକୁ ଟିକସମୁକ୍ତ କରିବା ଏବଂ ଯେଉଁଗୁଡ଼ାକ ଆଗରୁ 12% ଥିଲା ତା ଦେହରୁ 90% ନେଇ ଆସି 5% କରିଦେବା ଏବଂ 2ଟି ସ୍ଲାବରେ ରଖିବା କେବଳ ବିଳାସପୂର୍ଣ୍ଣ ବା ଯେଉଁ ସିନ୍ ଗୁଡ୍ ଯେଉଁଟା କହୁଛନ୍ତି ଟମାକୁ ପମାକୁ ଜାତିର ସିଗାରେଟ୍ ଫିଗାରେଟ୍ ଆ ଉପରେ ବା ବଡ଼ ବଡ଼ କାର୍ 40 ଲକ୍ଷ 50 ଲକ୍ଷର ଗାଡ଼ି ଉପରେ ତାକୁ 40%କୁ ନେଲେ ଏଇ ଯେଉଁ ବ୍ୟବସ୍ଥା ହେଲା ଏଥିରେ ସାରା ଭାରତ ବର୍ଷରେ ଖାଉଟିମାନେ ନିଶ୍ଚିତ ଭାବରେ ସୁବିଧା ପାଇବାକୁ ଯାଉଛନ୍ତି ସବୁ କ୍ଷେତ୍ରରେ ବିଶେଷ ଭାବରେ ଖାଉଟିମାନେ ଅଟୋ ସେକ୍ଟର ହୁଅନ୍ତୁ ଫାର୍ମାସ୍ୟୁଟିକାଲ କ୍ଷେତ୍ରରେ କୁହନ୍ତୁ ଅନ୍ୟାନ୍ୟ ଦୈନିକ କ୍ଷେତ୍ରରେ ସୁବିଧା ପାଇବେ ଲାଭବାନ ହେବେ କିନ୍ତୁ କଥା ହେଉଛି ଏଇ ଯେଉଁ ଲସ୍ କରା ଯେଉଁ କେତେ ପ୍ରାୟ 93,000 କୋଟି ଟଙ୍କାର ରେଭିନ୍ୟୁ ଲସ୍ ହେବ ବୋଲି କୁହାହେଉଛି